नमस्कार ओडिशावासी शुभ सकाळ आज हूँ 8 डिसेम्बर रविवार आज रही देश विदेश राज्यर गुरुत्वपूर्ण खबर जहाँ आपण मैंने केवल 10 मिनिट समय दे देखिपारे ता पूर्व आपण मान गोटे छोटिया अनुरोध वीडियो को लाइक करी आपणकर जिलार नाम लिखिदेवे जहाँफल तुरंत आपण जिलार खबर पाइपर चाषी मानक ପାଇଁ ବଡ଼ ଖୁସି ଖବର ଭତ୍ତା ଟଙ୍କା ରାସନ କାର୍ଡ ସୁଭଦ୍ରା ଟଙ୍କା ଏମିତି ଅନେକ 20ଟି ଗୁରୁତ୍ୱପୂର୍ଣ୍ଣ ଖବର ଅଛି ତେବେ କଣ ରହିଛି ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଚାଲନ୍ତୁ ତା ଉପରେ ନଜର ପକାଇବା ନମ୍ବର 1 ଆସନ୍ତା କାଲିଠୁ ଚାଷୀଙ୍କୁ 800 ଟଙ୍କା ଇନପୁଟ ସହାୟତା ମିଳିବ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଦେବେ ସହାୟତା ତେବେ କୁହାଯାଉଛି ଯେ ଏଥର ଚାଷୀଙ୍କୁ ମିଳିବ 800 ଟଙ୍କା ଇନପୁଟ ସହାୟତା ସୋହେଲା ଥାନା ଇଚ୍ଛାପୋଲଟାରେ ଚାଷୀଙ୍କୁ କୁଇଣ୍ଟାଲ ପିଛା 2300 ଟଙ୍କା ଏମଏସପି ଉପରେ 800 ଟଙ୍କା ଇନପୁଟ ସହାୟତା ଦିଆଯିବ ନିର୍ବାଚନ ସମୟରେ ଚାଷୀଙ୍କୁ କୁଇଣ୍ଟାଲ ପିଛା 3100 ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲା ବିଜେପି ତେବେ ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ସଭାସ୍ଥଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛନ୍ତି ସମ୍ବଲପୁର ଆଇଜି ହିମାଂଶୁ ଲାଲଦେବଗଡ଼ ତେବେ କୁହାଯାଉଛି ଯେ ଏଥର 800 ଟଙ୍କା ଇନପୁଟ ଚାଷୀମାନଙ୍କୁ ମିଳିବ କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଦ୍ୱାରକୁ ଲୋକାର୍ପଣ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତେବେ କଟକ ଷ୍ଟେସନରେ ଦ୍ୱିତୀୟ ପ୍ରବେଶ ଦ୍ୱାରକୁ ଲୋକାର୍ପଣ କରିଛନ୍ତି NH-16 ସହିତ ଯୋଡ଼ି ହେଲା କଟକ ରେଳ ଷ୍ଟେସନର ନୂଆ ପ୍ଲାଟଫର୍ମ ଷ୍ଟେସନର ପଛପଟେ ଅର୍ଥାତ୍ ଶିଖରପୁର ପଟେ ଆଜି ଖୋଲିଛି ଶୀତ ତାପ ନିୟନ୍ତ୍ରିତ ଗେଟ୍ ରେଳ ଷ୍ଟେସନ ପୁନର୍ବିନ୍ୟାସ ପରେ ଏବେ ବିମାନ ବନ୍ଦର ଭ୍ରମ ସୃଷ୍ଟି ହେଉଛି ବିମାନ ବନ୍ଦର ଭଳି ଲାଗୁଛି ରେଳ ଷ୍ଟେସନ କିନ୍ତୁ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ନୂଆ ରୂପ ନେଇଛି ବ୍ରିଟିଶ ଅମଳର କଟକ ରେଳ ଷ୍ଟେସନ ତେବେ ଆଉ ଗୋଟେ ବଡ଼ ଖବର ସବୁଠୁ ବଡ଼ ଦୁଃଖ ଖବର ମଧ୍ୟ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ତେବେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ସଂଖ୍ୟା 36ରେ ପହଞ୍ଚିଲା ତା ସହିତ ମଧ୍ୟ କୁହାଯାଉଛି ଯେ ମଧ୍ୟାହ୍ନ ଭୋଜନରେ ଚିନି ଜାଗାରେ ଡିଟରଜେଣ୍ଟ ପାଉଡର ଦିଆ ହେଇଥିଲା ଆଉ ଶେଷରେ ପିଲାମାନଙ୍କର ଅବସ୍ଥା ମଧ୍ୟ ସାଂଘାତିକ ତେବେ ବଲାଙ୍ଗୀର ଟିଟଲାଗଡ଼ ମୁରିବାହାଲା ବ୍ଲକ ଡେଙ୍ଗୋପଦର ଉଚ୍ଚ ପ୍ରାଇମେରୀ ସ୍କୁଲରେ ଘଟିଛି ଏଭଳି ଘଟଣା କୁହାଯାଉଛି ଯେ ପାଖାପାଖି 36ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ଅଛନ୍ତି ଅସୁସ୍ଥ ପିଲାମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟାହ୍ନ ଭୋଜନରେ ଚିନି ଜାଗାରେ ଡିଟରଜେଣ୍ଟ ପାଉଡର ପଡିଥିବା ଅଭିଯୋଗ କରିଛନ୍ତି ଅଭିଭାବକ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି ସେମାନଙ୍କୁ 5 ଜଣିଆ ଡାକ୍ତରୀ ଦଳ ମଧ୍ୟ ଚିକିତ୍ସା କରୁଛନ୍ତି ତେବେ ଆଉ ଗୋଟେ ବଡ଼ ଖବର ଖୁବ୍ ଶୀଘ୍ର ଦୂରଦର୍ଶନରେ ସାନ୍ତାଳୀ ଭାଷାରେ ପଢ଼ାଯିବ ନ୍ୟୁଜ 7 ଦିନ ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ କହିଲେ ରେଳମନ୍ତ୍ରୀ 6ରୁ 7 ଦିନ ମଧ୍ୟରେ କରାଯିବ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାନ୍ତାଳୀ ଭାଷାରେ ନ୍ୟୁଜ ପଢ଼ା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା କହିଛନ୍ତି ଅଶ୍ୱିନୀ ବୈଷ୍ଣବ ସାଧାରଣ ଏବଂ ସାନ୍ତାଳର ଜନଜାତି ଭାରତୀୟ ଉପମହାଦେଶରେ ଏକ ଅଷ୍ଟ୍ର ଏସୀୟ ଭାଷାଭାଷୀ ମୁଣ୍ଡା ଜାତି ଗୋଷ୍ଠୀ ତେବେ କୁହାଯାଉଛି ଯେ ଏବେ ସାନ୍ତାଳୀ ଭାଷାରେ ନ୍ୟୁଜ ପଢ଼ାଯିବ ସେ ପୁଣି ବି ଦୂରଦର୍ଶନ ଚ୍ୟାନେଲରେ ପାନ୍ 2.0 ତେବେ କୁହାଯାଉଛି ନୂଆ ପାନ୍ କାର୍ଡରେ ଆଧାର ଲିଙ୍କ ଜରୁରୀ କି ନାହିଁ ବହୁତ ଲୋକ ପ୍ରଶ୍ନ ମଧ୍ୟ କରିଛନ୍ତି ତା ସହିତ ମଧ୍ୟ ଏବେ ନୂଆ ପାନ୍ 2.0 ଅଛି ଯୋଉ ପାନ୍ କାର୍ଡରେ ରହିବ କ୍ୟୁଆର କୋଡ ସେଇ କ୍ୟୁଆର କୋଡ ମାଧ୍ୟମରେ ସ୍କାନ କଲେ ଆଡ୍ରେସଠୁ ଆରମ୍ଭ କରି ସବୁ କିଛି ବାହାରିଯିବ ଏଇ ପାନ୍ କାର୍ଡ ବ୍ୟାଙ୍କଠୁ ଆରମ୍ଭ କରି ସବୁଆଡେ ମଧ୍ୟ ଲାଗିପାରିବ ତେଣୁ କୁହାଯାଉଛି ଆଧାର କାର୍ଡ ଲିଙ୍କ ଜରୁରୀ କି ନାହିଁ ଯଦି ଆପଣ ଆଗରୁ ଲିଙ୍କ କରିଛନ୍ତି ତାହେଲେ ହୋଇଯିବ ଆଉ ଆଧାର ଲିଙ୍କ ନ କଲେ ମଧ୍ୟ ସେ ଅଟୋମେଟିକ ଆପଣଙ୍କର ଲିଙ୍କ ହୋଇଯିବ ବୋଲି କୁହାଯାଉଛି ତା ସହିତ ମଧ୍ୟ ଆଉ ଗୋଟେ କଥା ହେଲା ଆପଣଙ୍କ ଯଦି ଆଧାର କାର୍ଡ 10 ବର୍ଷରୁ ଉପରକୁ ହୋଇଗଲାଣି ତା ପୂର୍ବରୁ 10 ବର୍ଷ ଭିତରେ ଆପଣ କୌଣସି ଅପଡେଟ କରିନାହାନ୍ତି ତୁରନ୍ତ ଅପଡେଟ କରିଦିଅନ୍ତୁ ଯାହାଫଳରେ ଆପଣଙ୍କର ଆଧାର କାର୍ଡ ଏବଂ ପ୍ୟାନ କାର୍ଡ ସବୁ ଠିକ ଥିବ ଏବଂ କରେକ୍ସନ ମଧ୍ୟ ଆଉ ହେବ ନାହିଁ କିନ୍ତୁ ଆଉ ଗୋଟିଏ କଥା ହେଲା ପ୍ୟାନ କାର୍ଡରେ ଆପଣଙ୍କର କ୍ୟୁଆର କୋଡ ରହିବ ଟିକସ ଫେରସ୍ତ ହୋଇପାରିବ ନାହିଁ ଆର୍ଥିକ ସେବା ମଧ୍ୟ ଉପଲବ୍ଧ ନାହିଁ ନୂତନ ପାନ କାର୍ଡରେ ଆବେଦନକାରୀଙ୍କ ପାଇଁ ଆଧାର ଲିଙ୍କ ରାଜ୍ୟରେ ପୁଣି ବଢୁଛି ମଦ ବିକ୍ରି ଏନେଇ ସରକାରୀ ଭଲ ରାଜସ୍ୱ ପାଉଛନ୍ତି ତେବେ ବିଧାନସଭାରେ ମଧ୍ୟ ଏହି କଥା ଉଠିଥିଲା ତେବେ ଦେଶରେ ଏବେ ପ୍ରାୟ ଚାରିଆଡେ ଚାଲିଛି ରାଜସ୍ୱ ଅଧିକ ମଦରେ ଯାହା ଫଳରେ ଏବେ ଓଡ଼ିଶାରେ ମଧ୍ୟ ଦେଖାଯାଇଛି ଓଡ଼ିଶାରେ ବିଧାନସଭା ରିପୋର୍ଟ ଅନୁଯାୟୀ ଏବେ କୁହାଯାଉଛି ଯେ ଏବେ ପ୍ରକୃତରେ ରାଜ୍ୟରେ ମଦ ବିକ୍ରି ବଢିଛି ଏ ନେଇକି ମଧ୍ୟ 2022-23ରେ 5,83,44,000 ଦେଶୀ ମଦ ବିକ୍ରି ହୋଇଥିବା ବେଳେ 5,88,85,85ରେ ପହଞ୍ଚିଛି ଯାହାଫଳରେ ଆହୁରି 44,50,00,000 ଲୋକ ଏକ୍ସଟ୍ରା ପିଇଛନ୍ତି ବୋଲି କୁହାଯାଉଛି ତେବେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ବି 2023 ବା 24 ବା ବର୍ଷେ ଭିତରେ ବଢି 15,35,72,000 ବଲ୍କ ଲିଟର ବିକ୍ରି ହେଉଛି ମଦ ଯାହା ମଦ ରାଜସ୍ୱ ଦେଖିବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ
ବରଗଡ଼କୁ ପଛରେ ପକାଇଛି ଗଞ୍ଜାମ। ଏଠାରୁ 100 କୋଟି 96 ଲକ୍ଷ ଅବକାରୀ ବିଭାଗ ରାଜସ୍ୱ ଆଦାୟ କରିଛି। ପିଏମ୍ କିଷାନ ପାଇଁ ଆସିଲା ବଡ଼ ଖବର। ଏଣିକି ଚାଷୀମାନଙ୍କ ପାଇଁ ଖୁସି ଖବର। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ ହୋଇଥିବା ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବରୁ ପିଏମ୍ କିଷାନ 18ତମ କିସ୍ତି ମିଳିଥିଲା। ଆଉ ଚାଷୀମାନଙ୍କ ଆକାଉଣ୍ଟକୁ 2,000 ଟଙ୍କା ଲେଖାଏଁ ଦେଉଛନ୍ତି ସରକାର। ଦେଶରେ 12 କୋଟି ଚାଷୀ ଉପକୃତ ମଧ୍ୟ ହେଉଛନ୍ତି। ଆଗାମୀ 19ତମ କିସ୍ତି ଫେବୃଆରୀ ମାସରେ ଆସିବ ବୋଲି ସରକାର ତରଫରୁ ମଧ୍ୟ ଘୋଷଣା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା। ନିମ୍ନମାନର ଛତୁଆ ଯୋଗାଣ ପଡ଼ିଲା ମହଙ୍ଗା। 125ଟି ଗ୍ରୁପର କାରଣ ଦର୍ଶାଅ ନୋଟିସ୍ ଜାରି ରହିଛି। 125 ଗ୍ରୁପଟି ନୋଟିସ୍ କରାଯାଇଥିବା ସୂଚନା ମିଳିଛି। ତେବେ ନିମ୍ନମାନର ଛତୁଆ ଯୋଗାଣ ଏକ ନୋଟିସ୍ କରାଯାଇଥିବା ଜଣାପଡ଼ିଛି। ନିମ୍ନମାନର ଛତୁଆ ପାଇଁ 125 ଏସ୍ଏଚ୍ଜି ଗ୍ରୁପ ବିରୋଧରେ ଅଭିଯୋଗ ହୋଇଛି। ଏନେଇ ଉକ୍ତ 125ଟି ଗ୍ରୁପ କାରଣ ଦର୍ଶାଅ ବୋଲି ନୋଟିସ୍ ଜାରି ରହିଛି। ଏନେଇକି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଚାଷୀମାନଙ୍କ ପାଇଁ ଖୁସି ଖବର। ଏଣିକି ସରକାର ଚାଷୀଙ୍କୁ ସହାୟତା ମଧ୍ୟ ଯୋଗାଉଛନ୍ତି। ତେବେ ୟୁପିଆଇ ଜରିଆରେ ଆପଣ ଋଣ ନେଇପାରିବେ ବୋଲି ସରକାର ମଧ୍ୟ କହିଛନ୍ତି। ଯାହାଫଳରେ ବିନା ସୁଧରେ ଆପଣ ଋଣ ନେବେ, ସରକାର ମଧ୍ୟ ଦେବେ। ତେଣୁ ଏନେଇକି ସରକାରଙ୍କ ତରଫରୁ ବଡ଼ ଗାଇଡଲାଇନ୍। ଆପଣମାନେ ଯଦି ୟୁପିଆଇ ଜରିଆରେ ଋଣ ନେଉଛନ୍ତି, ତେବେ ତା ପୂର୍ବରୁ ଆପଣଙ୍କର ନିଜର ବିଜନେସ୍ ବା ଚାଷ କାର୍ଯ୍ୟର କାମ ଏବଂ ସବୁ କିଛି ଡିଟେଲ୍ସ ଭରିବା ପାଇଁ ପଡ଼ିବ। ଯାହାଫଳରେ ଆପଣଙ୍କର ଟଙ୍କା ମଧ୍ୟ ଆସିଯିବ। ଆଉ ଏଇଟା ହେଲା ସୁଧ ଛାଡ଼ ବୋଲି କୁହାଯାଉଛି। ରାଜ୍ୟରେ ତାପମାତ୍ରା କମିବ, 9ରୁ ବଢ଼ିବ ଶୀତ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। 9 ତାରିଖରୁ ତାପମାତ୍ରା କମିବା ସହିତ ଥଣ୍ଡା ପୁଣି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ତେବେ 2ରୁ 4 ଡିଗ୍ରୀ ହ୍ରାସ ପାଇବ ବୋଲି କୁହାଯାଉଛି। ଏସବୁ ଚାକିରି ବିକ୍ରି ପ୍ରସଙ୍ଗ ତାତି। 11:30 ପର୍ଯ୍ୟନ୍ତ ଗୃହ ମୁଲତବୀ। ତେବେ ପୂର୍ବତନ ସରକାର ବା ବିରୋଧୀ ଦଳ ଏସବୁ ଚାକିରିକୁ କୋଟି କୋଟି ଟଙ୍କାରେ ବିକୁଥିଲେ। ଗୋଟିଏ ଚାକିରି ପିଛା 25 ଲକ୍ଷ ବୋଲି କୁହାଯାଉଥିଲା। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏସବୁ ଚାକିରି ପାଇଁ 25ରୁ 30 ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା। ଶନିବାର ଦିନ ବିରୋଧୀ ଏହାକୁ ଗୃହରେ ମଧ୍ୟ ନାରାଜବାଜି କରିଥିଲେ। କିଏ କେଉଁଠି ଏସବୁ ଚାକିରି ବିକ୍ରି କରିଥିଲେ ବୋଲି ଦାବି କରିଥିଲେ। ବାଚସ୍ପତି ପୋଡିୟମ ନିକଟରେ ବିଜେଡି ବିଧାୟକମାନେ ହଙ୍ଗାମା କରି ଏବେ ଗୃହକୁ ମୁଲତବୀ ରଖିଛନ୍ତି ବୋଲି କୁହାଯାଉଛି। 182 ସ୍ପିଡରେ ବୋଲିଂ କଲେ ସିରାଜ। କ୍ରିକେଟ ଇତିହାସରେ ଏମିତି ପ୍ରଥମ କେବେ ବି ହୋଇନଥିଲା। ତେବେ କୁହାଯାଉଛି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ଆଉ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏବେ 182 ସ୍ପିଡରେ ବୋଲିଂ କରିଛନ୍ତି ସିରାଜ, ଯାହା ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ବୋଲି କୁହାଯାଉଛି। ଉପମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା। ଏଣିକି ସୁଭଦ୍ରା ଟଙ୍କା ଡିସେମ୍ବର 25 ତାରିଖରେ ମିଳିବା ପାଇଁ ଯାଉଛି ବୋଲି କୁହାଯାଉଛି। ତେବେ 80 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଯାଇଛି। ଆଉ ବାକି ଯେତିକି ଅଛନ୍ତି ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିଯିବ ବୋଲି କୁହାଯାଉଛି। 2,67,000 ଯୋଉ ଫର୍ମ ରିଜେକ୍ଟ ଥିଲା ତାଙ୍କ ଭିତରୁ 22% ପାଇଛନ୍ତି। ଆଉ ଯେଉଁମାନେ ପାଇନାହାନ୍ତି ତାଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା 25 ତାରିଖରେ ମିଳିବ ବୋଲି କୁହାଯାଉଛି। ଯଦି ଆପଣମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି, ନିଶ୍ଚୟ ଗୋଟିଏ ଲେଖାଏଁ ମଧ୍ୟ କମେଣ୍ଟ। ପ୍ରଧାନମନ୍ତ୍ରୀଙ୍କର ବଡ଼ ଘୋଷଣା। ଏଣିକି ଚାଷୀମାନଙ୍କୁ ମିଳିବ 19ତମ କିସ୍ତି। ତା ସହିତ ମଧ୍ୟ ଆଉ ଗୋଟେ ବଡ଼ ଖବର ଅଛି। ଏଣିକି କୁହାଯାଉଛି ମହିଳାଙ୍କୁ ମିଳିବ 15,000 ଟଙ୍କା। ଯେଉଁମାନେ ସିଲେଇ ଶିଖିବା ପାଇଁ ତାଲିମ ନେବେ ସରକାରଙ୍କ ତରଫରୁ 15,000 ଟଙ୍କା ମଧ୍ୟ ଦିଆଯିବ। ତା ସହିତ ମଧ୍ୟ ସରକାରଙ୍କ ତରଫରୁ ଋଣ ଦିଆଯାଉଛି ଏବଂ ଯାହାଫଳରେ ମହିଳା ଆତ୍ମନିର୍ଭରଶୀଳ ସ୍ୱାବଲମ୍ବୀ ହୋଇପାରିବେ ଆଉ ଓଡ଼ିଶା ଏବଂ ଭାରତକୁ ଆଗକୁ ନେବେ ବୋଲି କୁହାଯାଉଛି। ରାସନ କାର୍ଡକୁ ନେଇକି ବଡ଼ ଅପଡେଟ। ଏବେ ଓଡ଼ିଶାରେ ନୂଆ ରାସନ କାର୍ଡ ବଣ୍ଟା ଚାଲିଛି। ଯେଉଁମାନେ 2023 ଏବଂ 2024 ଜାନୁଆରୀ ପର୍ଯ୍ୟନ୍ତ ରାସନ କାର୍ଡ ଆବେଦନ କରିଥିଲେ, ଏବେ ତାଙ୍କୁ ରାସନ କାର୍ଡ ମିଳୁଛି। ନିକଟସ୍ଥ ଜନସେବା କେନ୍ଦ୍ରରେ ଯାଇ ଆପଣ ଷ୍ଟାଟସ ମଧ୍ୟ ଚେକ୍ କରନ୍ତୁ। ଯଦି ଆପଣଙ୍କର ମିଳିନାହିଁ, ଆପଣ ଦରକାର ପଡ଼ିଲେ ବିଏମସି ଅଫିସ ବା ସିଏମସି ଅଫିସ ଯାଇ ଚେକ୍ କରନ୍ତୁ ଆପଣଙ୍କର ପ୍ରକୃତରେ ରାସନ କାର୍ଡ ରିଜେକ୍ଟ ହୋଇଛି ବା ଆସିଛି। ପୁଣି ଆଉ ଗୋଟେ ଲଘୁଚାପ, ଯାହା ଫଳରେ କିଛି ସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ 12 ତାରିଖ ପରଠୁ ଏବେ ବର୍ଷା ଲାଗି ରହିବ ବୋଲି କୁହାଯାଉଛି। ମହିଳାଙ୍କ ପାଇଁ ଖୁସି ଖବର। ଏଣିକି ସରକାର ଦେଉଛନ୍ତି ମହିଳାମାନଙ୍କୁ ଚାକିରି। ମିଶନ ଶକ୍ତି ଦ୍ୱାରା କେମିତି ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିବେ, କିଭଳି ଉନ୍ନତି କରିପାରିବେ, ସେ ନେଇ ସରକାରଙ୍କର ତରଫରୁ ମଧ୍ୟ ବଡ଼ ଘୋଷଣା। ତେବେ କୁହାଯାଉଛି ଯେ ଏଥର ନିଜର ଆବାସ ଘର ଯୋଜନା ପାଇଁ ଭେରିଫିକେସନ ମଧ୍ୟ କରିବେ। ଯଦି 10,000 ସାଲେରୀରୁ କମ୍, ତା ସହିତ ମଧ୍ୟ ନିଜର ଖଣ୍ଡିଏ ଘର ନାହିଁ ଏବଂ ଏ ନେଇକି ସରକାର ଚିନ୍ତା କରିବା ସହିତ ବଡ଼ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ତା ସହିତ ମଧ୍ୟ ଆଉ ଗୋଟେ କଥା, ଆୟୁଷ୍ମାନ କାର୍ଡ ଖୁବ୍ ଜଲ୍ଦି ଓଡ଼ିଶାରେ ମିଳିବା ପାଇଁ ଯାଉଛି। ତେବେ କୁହାଯାଉଛି ଏଥିରେ 27,000ରୁ ଅଧିକ ମେଡିକାଲ ଚିକିତ୍ସିତ ମଧ୍ୟ ହୋଇପାରିବ। ଏହାର ଲିମିଟ ରହିଛି 5 ଲକ୍ଷ। ଏଇଟା ସରକାରଙ୍କ ତରଫରୁ ମଧ୍ୟ ବଡ଼ ଘୋଷଣା।
ତେବେ କେତେବେଳେ ଆପଣଙ୍କ ପାଖକୁ ମଧ୍ୟ କଲ୍ ଆସିପାରେ ଆଉ ସକାଳୁ ଉଠିଲା ବେଳୁ ଆପଣଙ୍କର ଟଙ୍କା ମଧ୍ୟ ଗାୟବ ହେଇଯିବ। ଏଭଳି ମଧ୍ୟ ଘଟଣା ଘଟୁଛି ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ଡିଜିଟାଲ ଆରେଷ୍ଟ ମାଧ୍ୟମରେ ଲୋକଙ୍କୁ ବ୍ଲାକମେଲିଂ କରାଯାଉଛି ତାପରେ ଟଙ୍କା ମଗାଯାଉଛି ଆଉ କିଛି ସେକେଣ୍ଡ ଭିତରେ ଟଙ୍କା ମଧ୍ୟ ସବୁ ଚାଲି ଯାଉଛି। ଗୋଟେ ଏକ୍ସାମ୍ପଲ ମାଧ୍ୟମରେ ଯଦି ଡିଜିଟାଲ ଆରେଷ୍ଟ କଣ ଆପଣଙ୍କୁ ବିଭିନ୍ନ ଆଳରେ ଆପଣଙ୍କୁ ଟଙ୍କା ଆପଣ ଏତି ଟଙ୍କାରେ ଫସିଯାଇଛନ୍ତି ଆପଣଙ୍କୁ ପୋଲିସ କରୁଛି ବା ଆପଣଙ୍କର ଝିଅ ପୁଅ ଏଠି ଅଛନ୍ତି ଏମିତି ବିଭିନ୍ନ ପ୍ରକାର ଆଳରେ ବ୍ଲାକମେଲିଂ କରିବେ ତାପରେ ଟଙ୍କା ମାଗିବେ ଆଉ ଆପଣ ଟଙ୍କା ଦେଲେ ପ୍ରତିଦିନ ଏମିତି ଟଙ୍କା ଦେଉଥିବେ ତାଙ୍କର ମନ ମଧ୍ୟ ଭରୁ ନଥିବ। ତେବେ କୁହାଯାଉଛି ଡିଜିଟାଲ ଆରେଷ୍ଟ କଣ ଆପଣମାନେ ଜାଣିବା ପୂର୍ବରୁ ଆପଣମାନେ କେବେ ବି ସେ ଫୋନ କଲକୁ ରିସିଭ କରନ୍ତୁନି ବା ହ୍ୱାଟ୍ସଆପ ଗ୍ରୁପକୁ ବ୍ଲକ କରିଦିଅନ୍ତୁ ଯାହାଫଳରେ ଏମାନେ ସବୁ ମାତିଛନ୍ତି ଏବେ ସବୁ ଲୁଟି ଦେବେ। ବୃଦ୍ଧି ପାଇଲା ପିଏମ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି ଜାଣନ୍ତୁ ଡିଟେଲ୍ସ। ତେବେ ପିଏମ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି ବର୍ତ୍ତମାନ ବୃଦ୍ଧି ପାଇଛି ଏନେଇ କୃଷି ବିଭାଗ ଓଡ଼ିଆ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ପିଏମ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି 31/12/2024 ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ତେବେ ଯେଉଁ ଯୋଗ୍ୟ ଚାଷୀ କୃଷକମାନେ ଏପର୍ଯ୍ୟନ୍ତ ଅଭିଯାନ ପାଇଁ ପଞ୍ଜୀକୃତ କରିନାହାନ୍ତି ସେମାନେ ଏହା କରିଦିଅନ୍ତୁ ତାଙ୍କ ପାଇଁ ଏଇଟା ବିଶେଷ ଖବର। ସୂଚନା କରାଯାଇଛି ଯେ ଯେଉଁ ଭାଇ ଭଉଣୀମାନେ ଏପର୍ଯ୍ୟନ୍ତ ପଞ୍ଜୀକୃତ କରିନାହାନ୍ତି ସେମାନେ cmkisan.odisha.gov.in ରେ ପଞ୍ଜୀକରଣ କରିଦିଅନ୍ତୁ ନିକଟସ୍ଥ ଜନସେବା କେନ୍ଦ୍ରରେ ଯାଇ ଯୋଗାଯୋଗ ମଧ୍ୟ କରିଦିଅନ୍ତୁ। ରାଜ୍ୟରେ 8ଟି ନୂଆ କେଭି ସ୍ଥାପନ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ କୁହାଯାଉଛି ରାଜ୍ୟରେ 8ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ କେନ୍ଦ୍ରୀୟ ବ୍ୟାପାର କ୍ୟାବିନେଟ କମିଟି ମଞ୍ଜୁର ପ୍ରଦାନ କରିଥିବାରୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନେତୃତ୍ୱରେ ଦେଶର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେଉଛି। ଏହି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକରେ ଓଡ଼ିଶାରେ ଆହୁରି ଅନେକ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ ବୋଲି କୁହାଯାଉଛି। 5 ଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 5 ଦିନିଆ ଗସ୍ତରେ ଆଜି ଶେଷ ଦିନରେ ବାଙ୍ଗିରିପୋଷିତ 3ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମହାମହିମ। ବାଙ୍ଗିରିପୋଷି ଗୋରୁମଶାଣୀ ଏବଂ ବୁଢାମୁରା ଚାକୁଳିଆ ବାଦାମପାହାଡ଼ କେଉଁଝର ରେଳ ଲାଇନ ଭିତ୍ତିପ୍ରସ୍ତର ହୋଇଛି। ତା ସହିତ ମଧ୍ୟ ସମସ୍ତଙ୍କର ଯୋଗାଯୋଗ ମଧ୍ୟ ଆଗକୁ ବହୁତ ଭଲ ହେବ। ଏହା ସହିତ ଜନଜାତି ଗବେଷଣା ଓ ବିକାଶ କେନ୍ଦ୍ରର ଉଦ୍ଘାଟନ କରିବା ପାଇଁ ଦାଣ୍ଡବୋସ ବିମାନ ବନ୍ଦର ଉନ୍ନତି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି। ତେବେ ଆଉ ଗୋଟେ ମଧ୍ୟ ବଡ ଖବର ଗଠନ ହେଲା ରିଏଲ ଷ୍ଟେଟ ବାର ଆସୋସିଏସନ ଓଡ଼ିଶା। ବର୍ତ୍ତମାନ ପରିସ୍ଥିତିରେ କୋଠା ବାଡି ନିର୍ମାଣ କରି ଜମି ମାଲିକ ଏବଂ ଗୃହ କ୍ରେତାଙ୍କ ମଧ୍ୟରେ ସମସ୍ୟା ବଢି ଚାଲିଛି। ଏହି ସମସ୍ୟାରେ ରିଏଲ ଏଷ୍ଟେଟ ଅଥରିଟି ବା ଅପିଲ ପ୍ରାଧିକରଣ ଓଡ଼ିଶାରେ ଖୋଲିଥିଲେ ମଧ୍ୟ ଏ ସମ୍ପର୍କରେ ଓକିଲାତି କରୁଥିବା ଓକିଲ ମାନଙ୍କର କୌଣସି ନିର୍ଦ୍ଦିଷ୍ଟ ସଂଘ ନଥିଲା। ତେଣୁ ରିଏଲ ଏଷ୍ଟେଟ ସମ୍ପର୍କିତ ମକଦ୍ଦମା ଲଢୁଥିବା ପ୍ରାୟ 50ରୁ ଉର୍ଦ୍ଧ୍ୱ ଓକିଲଙ୍କୁ ନେଇ ଆଜି ଭୁବନେଶ୍ୱର ପାନ୍ତ ନିବାସଠାରେ ଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ ଆନୁଷ୍ଠାନିକ ଭାବେ ଓକିଲ ସଂଘ ଗଠନ କରାଗଲା ଯାହାର ନାଁ ରହିଛି ରିଏଲ ଏଷ୍ଟେଟ ବାର ଆସୋସିଏସନ। ଏସବୁ ଚାକିରି ବିକ୍ରି ପ୍ରସଙ୍ଗକୁ ବିଧାନସଭାରେ ଶନିବାର ଦିନ ଗୃହ ହଟ୍ଟଗୋଳ ହୋଇଥିଲା। ତେବେ କୁହାଯାଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ବିବୃତିକୁ ବିରୋଧ କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିବା ନାରାବାଜି ମଧ୍ୟ କରିଥିଲେ। ଏହାପରେ ଗୃହକୁ 11:30 ପର୍ଯ୍ୟନ୍ତ ବାଚସ୍ପତି ସୁରମା ମାଡି ମୁଲତବୀ ମଧ୍ୟ ରଖିଥିଲେ। କୁହାଯାଉଛି ଯେ ଏସବୁ ଚାକିରି ପାଇଁ 25ରୁ 30 ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା। ପୂର୍ବ ସରକାର ଏଭଳି ବିକ୍ରି ହେଉଥିଲା ଆଉ ଶନିବାର ଦିନ ବିରୋଧୀ ଏହାକୁ ଗୃହରେ ରଖି ନାରାବାଜି କରିଥିଲେ ଏବଂ କିଏ କେଉଁଠି ଏସବୁ ଚାକିରି ବିକ୍ରି କରୁଥିଲା ସେ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କୁହାଯାଇଛି। ବାଚସ୍ପତି ପୋଡିୟମ ନିକଟରେ ବିଜେଡି ବିଧାୟକମାନେ ହଙ୍ଗାମା କରିବା ଯୋଗୁଁ ଗୃହକୁ ମୁଲତବୀ ରଖାଯାଇଥିଲା। ତେବେ କାହିଁକି ଏମିତି କୁହାହେଲା ସେ ନେଇ ମଧ୍ୟ ବଡ ଘଟଣା। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଭତ୍ତା ଟଙ୍କାକୁ ନେଇ ବଡ ଖବର ଏଥର ଭତ୍ତା ଟଙ୍କା ନେଇ ସରକାର ମୁହଁ ଖୋଲିଛନ୍ତି। ଜାନୁଆରୀ ମାସରେ ଭତ୍ତା ଟଙ୍କା ମିଳିବା ପାଇଁ ଯାଉଛି। ସରକାର ପ୍ରତିଶ୍ରୁତି ମୁତାବକ ଯାହା ଭତ୍ତା ଟଙ୍କା ରହିଥିଲା ସେୟା ମିଳିବ ବୋଲି କୁହାଯାଉଛି। ତେବେ ଆସନ୍ତା ଜାନୁଆରୀ ମାସକୁ ଅପେକ୍ଷା କେତେ ଟଙ୍କା ସରକାର ଭତ୍ତା ଟଙ୍କା ଦଉଛନ୍ତି ସେ ନେଇ ଅପେକ୍ଷା।